ମୋ ଭାଷାରୁ କ'ଣ ଆପଣମାନେ ଜାଣିପାରୁ ନାହାନ୍ତି? ମୁଁ କିଏ? ଆଚ୍ଛା, ମୋ ଭାଷା ଠାରୁ ମଧୁର ଭାଷା ଆଉ କ'ଣ କୋଉଠି ଅଛି? ତଥାପି ଜାଣିପାରିଲେନି ମୁଁ କିଏ? ମହୋଦଧି ଆସି ଯେଉଁଠି ମୋ ପାଦକୁ ଧୋଇ ଦେଇ ଯାଉଛି, ଆଉ ସେଇ ଗିରିରାଜ ପର୍ବତ କାଳ ମୋ ମସ୍ତକରେ ରହି ମୁକୁଟ ଭଳି ମୋତେ ଶୋଭାବର୍ଦ୍ଧନ କରୁଛି, ଆଉ ସେ ଜଗତରନାଥ ଜଗନ୍ନାଥ ସିଂହାସନରେ ବସି ଭକ୍ତମାନଙ୍କ ପାଇଁ ବିଦ୍ୟମାନ। ମୁଁ ସେଇ ଉଟ୍ର ଉତ୍କଳ କଳିଙ୍ଗ ଓଡ଼ିଶା, ସେଇ ଓଡ଼ିଶା ମୁଁ ହଜାର ହଜାର ବର୍ଷ ଧରି କେତେ କିଏ ଆସିଛନ୍ତି ମୋତେ ଲୁଣ୍ଠନ କରିବା ପାଇଁ, କେତେ ଥର ମୋ ଉପରେ ଆକ୍ରମଣ କରାଯାଇଛି, ରସଗୋଲା କାହାର? ହେଲେ ମୁଁ ହାରିନି ନା, ମୋର ଏଇ ଦୁଃଖ ଦେଖିଛି, ବନ୍ୟା ଦେଖିଛି, ମରୁଡ଼ି ବି ଦେଖିଛି, ହେଲେ କେବେ ଭାଙ୍ଗି ଯାଇନି। ନଅଙ୍କ ଦୁର୍ଭିକ୍ଷ ସମୟରେ ଯେତେବେଳେ ମୁଁ ପିଲା ଖାଦ୍ୟ ନ ପାଇ ଆତ୍ମଚିତ୍କାର କରି ଗୋଟା ଗୋଟା ହୋଇ ମୋ ଆଖି ଆଗରେ ମରି ଯାଉଥିଲେ, ରହିବ ଏ କି ଧୈର୍ଯ୍ୟର ପରୀକ୍ଷା। ହେଲେ କେବେ ଅସ୍ଥିର ହୋଇ ଭାଙ୍ଗି ଯାଇନି ମୁଁ ନା, ପ୍ରତି ବଦଳରେ ଜନ୍ମ ଦେଇଛି ଗୋପବନ୍ଧୁ ଅନିଷ୍ଟର ଗମ୍ଭୀର ସନ୍ତାନ, ଯେଉଁମାନେ ତାଙ୍କ କଲମ ମୁନରେ ଲେଖି ଦେଇଗଲେ ଓଡ଼ିଶାର ସ୍ୱତା ଏବଂ ଇତିହାସ। ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠି ନାହିଁ ପଡୁ ନାହିଁ କି ରେ ତୋର ମନ? ମୁଁ ପରା ମା, ମା କ'ଣ କେବେ ଅସ୍ଥିର ହୋଇପାରେ? ଏଇ ଆପଣମାନେ ତ ଦେଖିଥିବେ ଅମ୍ଳଜାନର ଅଭାବରେ କେତେ ଲୋକ ହା ହା ଚିତ୍କାର କରୁଥିଲେ, ମୁଁ ସେମାନଙ୍କୁ ଅମ୍ଳଜାନ ଦେଇ ସେମାନଙ୍କ ଜୀବନ ରକ୍ଷା କରିଦେଲି। ହଁ, ଆଉ ଯୋଉମାନେ ମତେ ଭିକାରୁଣୀ ଭାବୁଥିଲେ ମୁଁ ସେମାନଙ୍କୁ ଦେଖେଇଦେଲି ଯେ ମୁଁ ଭିକାରୁଣୀ ନୁହେଁ, ନା, ଆରେ ମୁଁ ତ ରାଜା ରାଣୀ। ଆଉ ଏଇ ଦେଖୁନାହାନ୍ତି ମୋ ପୁତ୍ରମାନେ କିପରି ଦେଶ ବିଦେଶରେ ବଡ଼ ବଡ଼ ମୁଖିଆ ହୋଇ ନିଜର ସୁନାମ ଅର୍ଜନ କରିଛନ୍ତି। ବଡ଼ ବଡ଼ ଦେଶ ବିଦେଶର ହକି ଖେଳାଳି ମାନେ ମୋ ପଡ଼ିଆରେ ଆସି ହକି ଖେଳୁଛନ୍ତି, ଆଉ ସେ ଚକାଡୋରିଆ କଳା ଗୋସେଇ ମୋ ଜଗତରନାଥ ଜଗନ୍ନାଥ ଶ୍ରୀକ୍ଷେତ୍ରରେ ଥାଇ ତାର ପାନ ଉଡ଼େଇ ଚାଲିଛି। ଏ ହିଁ ତ ମୋର ଆଭୂଷଣ, ଆରେ ଏ ସବୁ ହିଁ ତ ମୋର ସୌନ୍ଦର୍ଯ୍ୟ। ଏବେ ଓଡ଼ିଶା ଆପଣମାନଙ୍କ ଏବେ ଓଡ଼ିଶାର ସୁରକ୍ଷା କେବଳ ଆପଣମାନଙ୍କ ହାତରେ, କେବଳ ଆପଣମାନେ ହିଁ ଚାହିଁଲେ, କେବଳ ଆପଣମାନେ ହିଁ ଚାହିଁଲେ ଏ ଓଡ଼ିଶାକୁ ସୁଦୃଢ଼ କରି ଗଢ଼ିପାରିବେ। ଆରେ ମୋ ପାଖରେ ସିନା ଧନ ନାହିଁ, ହେଲେ ମୋ ପାଖରେ ଯୋଉ ଶକ୍ତି ଅଛି ତାହା କାହାରି ପାଖରେ ନାହିଁ। ଆପଣମାନେ ଏ ସୁନାର ଓଡ଼ିଶାକୁ ସୁନ୍ଦର କରି ସୁନା କରି ଗଢ଼ି ପାରିଲେ
ତେବେ ଯାଇ ଆମେ ସମସ୍ତେ କହିପାରିବା ମୁଁ ଓଡ଼ିଆ ଭାରି ବଢ଼ିଆ। ধন্যবাদ। পরবর্তী